80তম ସ୍ୱାଧୀନତା ଦିବସ ଅବସରରେ ଚାନ୍ଦବାଲି ବୈତରଣୀ ନଦୀରେ 300 ଫୁଟ ଲମ୍ବର ଜାତୀୟ ପତାକା ଧରି ବନ୍ଦେ ମାତରମ୍ ଗାନ କରିଛନ୍ତି ଲୋକେ। ଏକ ନିଆରା ଢଙ୍ଗରେ ବୈତରଣୀ ନଦୀ ମଧ୍ୟରେ ଆକର୍ଷଣୀୟ ତିରଙ୍ଗା ଶୋଭାଯାତ୍ରା। ବୈତରଣୀ ନଦୀ ମଧ୍ୟରେ 300 ଫୁଟ ଲମ୍ବର ତିରଙ୍ଗା ଶୋଭାଯାତ୍ରା ଆୟୋଜନ କରିଥିଲେ ଚାନ୍ଦବାଲିର କାଉନସିଲର ଚନ୍ଦନ ରାଉତ। ସ୍ଥାନୀୟ ଲଞ୍ଚ ଘାଟରୁ ଏହି ପତାକା ଯାତ୍ରା ବାହାରି 2 କିଲୋମିଟର ଯାତ୍ରା କରିଥିଲେ ନଦୀ ମଧ୍ୟରେ। ଚାନ୍ଦବାଲିରୁ ଅଭୟ ପତିଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।